वंदे मातरम। प्रथमे आमे गोटे सेकेंड साइलेंस करू। साइलेंस परे आमर विषय वस्तु उपरू जीवु। साइलेंस। साइलेंस ओवर। मु तुमको पढ़े थी कौन बगीचार दिने गत क्लास रे एतरे किछि परिवेश थिला एवं किछि मध्य आमर भाषा थिला। तापरे ता परवर्ती विषय आस बुली जिबा सेटा पूरा परिवेश उपरे। तेणु आज आमे पढ़िबा आमे सबु सुना पिला। यह 202 पृष्ठा एक कविता आमे सबु सुना पिला से विषयटी आज आमे पढ़िबू। प्रथमे तार गीतटी को आवृत्ति करिमी। तापरे तुमे माने मध्य आवृत्ति करिवो। तापरे आमे आगू को जिबा। आमे सबु सुना पिला टिकी टिकी कली आमे फूल होई फुटिबू। भली भली रंग रूपे बास केते बांटिबू। मिंजी मिंजी तारा होई आलुओ भितरिबू। मिठा मिठा गीत गाई प्राणे खुशी भरिबू। हसी खेली नाची गाई केते पाठ पढ़िबू। नुआ नुआ कथा जानी जगत को बुझिबू। सभिंकु सम्मान दई भल कथा शुणिबू। मान अपमान भूली मिलिमिशि चलिबू। निज काम आग सारी आन हिते लागिबू। जहा लोड़ा आम पाई सादरे ता करिबू। दया क्षमा प्रेम शांति सदा धरी रखिबू। स्नेह ममता गुणे कुटी मन जिणिबू। आजी सिना छोट आमे काली बड़ होइबू। सरल विनय गुणे दुनिया को मोहिबू। जन्म माटी मा परी वीर परी लड़िबू। आसु जेते बाधा पछे सत्य पथे चालिबू। छुट बेलू जेते सबु भल काम करिबू। तेबे जाई दुनिया रे सुना पिला होइबू। टिकी टिकी कली आमे फूल होई फुटिबू। भली भली रंग टिकी टिकी कली आमे फूल होई फुटिबू। भली भली रंग रूपे बास तही बांटिबू। मिंजी मिंजी तारा होई आलुओ भितरिबू। मिठा मिठा गीत गाई प्राणे खुशी भरिबू। हसी खेली नाची गाई केते पाठ पढ़िबू। नुआ नुआ कथा जानी जगत को बुझिबू। सभिंकु सम्मान देई भल कथा शुणिबू। मान अपमान भूली मिलिमिशि चलिबू। निज काम सारी आन हिते निज काम आग सारी आन हिते लागिबू।
ଯାହା ଲୋଡ଼ା ଆମ ପାଇଁ ସାଦରେ ତା କରିବୁ। ଦୟା କ୍ଷମା ପ୍ରେମ ଶାନ୍ତି ସଦା ଧରି ରଖିବୁ। ସ୍ନେହ ମମତା ଗୁଣେ କୋଟି କୋଟି ମନ ଜିଣିବୁ। ଆଜି ସିନା ଛୋଟ ଆମେ କାଲି ବଡ଼ ହୋଇବୁ। ସରଳ ବିନୟ ଗୁଣେ ଦୁନିଆକୁ ମୋହିବୁ। ଜନ୍ମ ମାଟି ମା ପରି ବୀର ପରି ଲଢ଼ିବୁ। ଆସୁ ଯେତେ ବାଧା ବିଘ୍ନ ସତ୍ୟ ପଥେ ଚାଲିବୁ। ଛୋଟ ବେଳୁ ଯେତେ ସବୁ ଭଲ କାମ କରିବୁ। ତେବେ ଯାଇ ଦୁନିଆରେ ସୁନା ପିଲା ହୋଇବୁ। ଏଇ ହେଲା ଆମର ଗୀତଟି। ଆମେ ସବୁ ସୁନା ପିଲା। ସେଇ ସୁନା ପିଲା ବିଷୟ ଆଜି ଆମେ ପଢ଼ିବୁ। କ'ଣ? ଟିକି ଟିକି କଳି ଆମେ ଫୁଲ ହୋଇ ଫୁଟିବୁ। ତୁମେ ଯେତେବେଳେ ଛୋଟ, ଯେତେବେଳେ ଫୁଲଟେ କ'ଣ ହେଇଥାଏ? ଫୁଲ ପ୍ରଥମେ ଫୁଟିବା ଆଗରୁ ସେ ଗୋଟେ କଢ଼ ସଦୃଶ ହୁଏ। କଢ଼ ପରେ ତା କ'ଣ ହୁଏ? ବଢ଼ି ବଢ଼ି କଳି ଛୋଟ କଢ଼ରୁ ପୁଣି ପ୍ରସ୍ଫୁଟିତ ହୁଏ। ତୁମେ ସେଇଭଳି ତମେ ଯେଭଳି ଛୋଟ ପିଲା, ତମେ ହେଉଛ କଳି ସଦୃଶ। ସେଇ କଳି ଦିନେ କ'ଣ ହବ ନା ଦିନେ ବଡ଼ ହୋଇ ତମେ ଫୁଲ ଯେରଙ୍କ କ'ଣ କରୁଛି ନା ତାର ଫୁଲ ତାର ସୁବାସ ଚତୁର୍ଦିଗକୁ ମହକାଇ ଦେଉଛି। ତମେ ସେଇଭଳି ବଡ଼ ହୋଇ ତୁମର ସୁବାସ ଚତୁର୍ଦିଗକୁ ମହକାଇ ଦେବ। ଆଜିର ଯେ ଛୋଟ ପିଲା କାଲି ସେ ଭବିଷ୍ୟତର ନାଗରିକ। ତେଣୁ ସେମାନେ ବଡ଼ ହୋଇ ଗଢ଼ି ଉଠିଲେ ଦେଶର ଭବିଷ୍ୟତ ଉଜ୍ଜଳମୟ ହେବ। ଏଠାରେ ସେଇ ପିଲାମାନଙ୍କ ବିଷୟରେ କୁହାଯାଇଛି। ଆଜି ଯେ ତମେ ଆଜି ଛୋଟ ଶିଶୁ, ଛୋଟ କଳି ସଦୃଶ, କାଲି ତମେ ଭବିଷ୍ୟତରେ ଜଣେ ସୁନାଗରିକ ହୋଇ ଗଢ଼ି ଉଠିବ। ତେଣୁ ସେମାନେ ଭଲ ହୋଇ ଗଢ଼ି ଉଠିଲେ ଦେଶର ଭବିଷ୍ୟତ ଉଜ୍ଜଳ ହେବ। ଯେତେ ସୁନାଗରିକ ହୋଇ ଉଠିବ, ତେଣୁ ଦେଶ ସେତେ ଭବିଷ୍ୟତ ତାର ଉଜ୍ଜଳମୟ ହେବ। ସେଇ ପିଲାମାନଙ୍କ ବିଷୟରେ ଟିକି ଟିକି ପିଲାମାନେ ଫୁଲର କଳି ସଦୃଶ। ତେଣୁ ଫୁଲର କଳି ଯେପରି ଦିନେ ଫୁଟି ତାର ସୁବାସ ଚଉଦିଗକୁ ମହକାଇ ଦିଏ, ଠିକ୍ ସେହିପରି କଳି ଯେପରି ଦିନେ ଫୁଟି ତାର ସୁବାସ ଚଉଦିଗକୁ ମହକାଇ ଦିଏ, ସେହିପରି ଏଇ ଛୋଟ ପିଲା ଦିନେ ବଡ଼ ହୋଇ ତାର ଗୁଣରେ କ'ଣ କରିବ? ତାର ସୁବାସ ଚାରିଆଡ଼େ ମହକାଇ ଦେବ। ଭଳି ଭଳି ରଙ୍ଗ ରୂପେ ବାସ ହୋଇ ବାଣ୍ଟିବୁ। ବିଭିନ୍ନ ରୂପର ରଙ୍ଗ ହୋଇ ବିଭିନ୍ନ ପ୍ରକାର ଦେଶର ସୁନାଗରିକ ହୋଇ କ'ଣ କରିବୁ? ଆମେ ବାସ ଚାରିଆଡ଼େ ଆମର ସୁବାସ, ସେଇ ତୁମେମାନେ ତମର ସୁବାସ ଚାରିଆଡ଼େ ବାଣ୍ଟିବ। ମିଞ୍ଜି ମିଞ୍ଜି ତାରା ହୋଇ ଆଲୁଅ ଭିତରିବୁ। ମିଠା ମିଠା ଗୀତ ଗାଇ ପ୍ରାଣେ ଖୁସି ଭରିବୁ। ଆଉ କ'ଣ କରିବ ନା ମିଞ୍ଜି ମିଞ୍ଜି ଅନ୍ଧାର ଦୁନିଆକୁ, ଦିନ ହେଲେ ଦିନ ପରେ ରାତି ଆସେ। ରାତିରେ କ'ଣ ହୁଏ ନା ଆକାଶ ଅନ୍ଧାର, ଆକାଶରେ ମିଞ୍ଜି ମିଞ୍ଜି ତାରା ଗୁଡ଼ିକ ଯେପରି କ'ଣ ହୁଅନ୍ତି ନା ଆଲୁଅ ବିତରଣ କରନ୍ତି। ଠିକ୍ ସେହିପରି ଏଇ ତୁମେମାନେ ବା ଏଇ ଛୋଟ ପିଲାମାନେ କ'ଣ କରିବେ? ବଡ଼ ହୋଇ ଆଲୁଅ ପ୍ରଦାନ କରିବେ। ଠିକ୍ ତମେ ବର୍ତ୍ତମାନ ସେଇଭଳି କ'ଣ କହୁଛୁ? ଆଉ କ'ଣ କରିବ ନା ମିଠା ମିଠା ଗୀତ ଗାଇ, ସୁନ୍ଦର ସୁନ୍ଦର ମିଠା, ଯେଭଳି କୋଇଲିର ସ୍ୱର ଆମକୁ ବହୁତ ସୁମଧୁର ମିଠା ଲାଗେ, ଠିକ୍ ସେହିପରି ଏଇ କୁଆର ସ୍ୱର ଆମକୁ କର୍କଶ ଲାଗେ। ତେଣୁ ଆମକୁ ବିରକ୍ତିକର ଲାଗେ କୁଆର ସ୍ୱରଟା, କିନ୍ତୁ କୋଇଲିର ସ୍ୱର ଆମକୁ ସୁମଧୁର ଲାଗେ। ଠିକ୍ ସେହିପରି ତମେ କ'ଣ କରିବ ନା ମିଠା ମିଠା ଗୀତ ଗାଇକି ସମସ୍ତଙ୍କ ପ୍ରାଣକୁ ଖୁସିରେ ଭରିଦେବ। ତାପରେ ହସି ଖେଳି ନାଚି ଗାଇ କେତେ ପାଠ ପଢ଼ିବୁ। ନୂଆ ନୂଆ କଥା ଜାଣି ଜଗତକୁ ବୁଝିବୁ। ଆମେ ଆଉ କ'ଣ କରିବେ ନା ଏଇ ଛୋଟ ପିଲାଗୁଡ଼ିକ କ'ଣ କରିବେ ନା ହସିକି ଖେଳିକି ନାଚି ଗାଇ ବହୁତ ପାଠ ପଢ଼ିବେ। ପାଠ ପଢ଼ିଲେ, ଜଣେ ଯଦି ପାଠ ପଢ଼ିବ ସେ ନୂଆ ନୂଆ କଥା ଜାଣିବ। ଧର ଜଣେ ପାଠ ପଢ଼ିନଥିବ, କିଛି ଜାଣିନଥିବ, ସେ ଦେଶ ବିଦେଶର କଥା ଏତେ ଜାଣିପାରିବ ନାହିଁ। ଗୋଟିଏ ପାଠୁଆ ପିଲା କ'ଣ କରିବ ନା ଦେଶ ବିଦେଶର ସମସ୍ତ ଖବର
ସେ ଜାଣିପାରିବ। ତେଣୁ ତମେ ହସି ଖେଳିକି ନାଚି ଗାଇକି କ'ଣ କରିବ? ବହୁତ ପାଠ ପଢ଼ିବ, ନୂଆ ନୂଆ କଥା ଜାଣି ସବୁ ଏ ଜଗତକୁ ଜିଣି ପାରିବ, ସାରା ପୃଥିବୀକୁ ଜିଣି ପାରିବ। ସଭିଙ୍କୁ ସମ୍ମାନ ଦେଇ ଭଲ କଥା ଶୁଣିବୁ, ମାନ ଅପମାନ ଭୁଲି ମିଳିମିଶି ଚଳିବୁ। ଆଉ କ'ଣ କରିବ? ଗୁରୁଜନ ଓ ଲଘୁଜନମାନଙ୍କୁ ସମ୍ମାନ ଦେଇ ଭଲ କଥା କହିବ, ମାନ ଅପମାନ ସମସ୍ତ ଭୁଲି କ'ଣ କରିବ? ମିଳିମିଶି ଚଳିବ। ତେଣୁ ସଭିଙ୍କୁ ସମ୍ମାନ ଦେଇ, ଧର ଆମେ ବଡ଼ମାନଙ୍କୁ ସମ୍ମାନ ଦେବା, ଲଘୁଜନମାନଙ୍କୁ ଆଦର କରିବା। ଲଘୁଜନ, ଗୁରୁଜନମାନେ ହେଲେ ଯେଉଁମାନେ ତୁମଠାରୁ ବଡ଼, ଲଘୁଜନ ହେଲେ ଯେଉଁମାନେ ତୁମଠାରୁ ସାନ। ସେମାନଙ୍କୁ ଆମେ ଯଦି, ଗୁରୁଜନମାନଙ୍କୁ ଆମେ ଯଦି ଭଲ ଭାବରେ ସମ୍ମାନ ଦେଇ ନ ଜଣେଇବା, ସେମାନେ ଆମେ ତେଣୁ ଦୁନିଆରେ ଜଣେ ଭଲ ମଣିଷ ହୋଇପାରିବା ନାହିଁ। ତେଣୁ ଆମର ଆଦର୍ଶ ନୀତି ହେଲା ଗୁରୁଜନମାନଙ୍କୁ ସମ୍ମାନ ଦେବା, ଲଘୁଜନମାନଙ୍କୁ ସ୍ନେହ କରିବା ଏବଂ ନିଜ ନିଜ ଭିତରେ ସାଙ୍ଗସାଥି, ଭାଇ ଭଉଣୀ ଏମାନଙ୍କ ସହିତ ଆମେ କ'ଣ କରିବା ନା ମାନ ଅପମାନ, କେଉଁଟା ଅପମାନ କେଉଁଟା ମାନ, ଏସବୁ ଭୁଲି ଯାଇ ଆମେ କ'ଣ କରିବା? ସମସ୍ତେ ମିଳିମିଶି ଏଇ ଭାରତ ମାତାର ସନ୍ତାନ, ଏଇ ଭାରତ ଜନନୀର ଆମେ ସମସ୍ତେ ସନ୍ତାନ, ଗୋଟିଏ ଡୋରରେ ବାନ୍ଧି ହୋଇ ରହିବା। ନିଜ କାମ ଆଗ ସାରି ଆନ ହିତେ ଲାଗିବୁ, ଯାହା ଲୋଡ଼ା। ନିଜ କାମ ଆଗ ସାରି ଆନ ହିତେ ଲାଗିବୁ, ଯାହା ଲୋଡ଼ା ଆମ ପାଇଁ ସାଦରେ ତା କରିବୁ। ତା କରିବୁ ନା ନିଜ କାମ ସାରି, ଆଜି ଯେଉଁ କାମ କରିବା କଥା ଆମ ସେଇ କାମ ସାରି ଦେଇ ଅନ୍ୟମାନଙ୍କ ହିତ ଆମେ କରିବୁ ଏବଂ ନିଜ କାମ ଆଗ ସାରିଦେବୁ, ଯେଉଁ ଆମର କାମ ଥିବ ସାରିଦେଇ ଅନ୍ୟମାନଙ୍କର ହିତରେ ଆମେ ଯେମିତି ଲାଗିପାରିବୁ। ଯାହା ଲୋଡ଼ା ଆମ ପାଇଁ ସାଧନତା କରିବୁ। ଲୋଡ଼ା ଯାହା ଆମ ପାଇଁ ଆବଶ୍ୟକ, ଯାହା ଆମ ପାଇଁ ଆବଶ୍ୟକ ତାକୁ ଆମେ ଗ୍ରହଣ କରିବୁ, ଯାହା ଆମର ଆବଶ୍ୟକ ନାହିଁ ତାକୁ ଗ୍ରହଣ କରିବା ଉଚିତ ନୁହେଁ। ସେଇ ଆବଶ୍ୟକଟାକୁ ଆମେ କ'ଣ କରିବୁ? ସାଦରେ ଗ୍ରହଣ କରିବୁ। ଯାହା ଆମ ପାଇଁ ଦରକାର ତାକୁ ସାଦରେ ଗ୍ରହଣ କରିବୁ। ଆଉ କ'ଣ? ଦୟା, କ୍ଷମା, ପ୍ରେମ, ଶାନ୍ତି ସଦା ଧରି ରଖିବୁ, ସ୍ନେହ ମମତା ଗୁଣେ କୋଟି ମନ ଜଣିବୁ। ଏଇ ଯେଉଁ ମୁଁ ଦୟା, କ୍ଷମା, ପ୍ରେମ, ଶାନ୍ତି ଏଗୁଡ଼ିକ କ'ଣ ହେଲା ନା ସବୁଠାରୁ ଆଦର୍ଶ ଗୁଣ। ଏଇ ଗୁଣ ଗୁଡ଼ିକ ଯାହା ନିକଟରେ ଥାଏ ସେ ହେଉଛନ୍ତି ଆଦର୍ଶ। ତମେ ତେଣୁ ଏହି ଗୁଣ ଗୁଡ଼ିକୁ ହୃଦୟରେ ଧାରଣ କରି କ'ଣ କରିବ? ଲୋକମାନଙ୍କ ପ୍ରତି ଦୟା କରିବ, ତାକୁ କ୍ଷମା କରିବ, ପ୍ରେମ କରିବ ଏବଂ ଶାନ୍ତି ସନ୍ତୋଷରେ ରହିବ। ଶାନ୍ତି ସନ୍ତୋଷରେ ରହିବ। ଏସବୁ ହୃଦୟରେ ଧରି କ'ଣ କରିବ? କୋଟି କୋଟି, ଏଇ ଯଦି ଏଇ ଗୁଣ ଗୁଡ଼ିକ ତମ ନିକଟରେ ଥିବ, କୋଟି କୋଟି ଜନତା ତମକୁ ସମସ୍ତଙ୍କୁ ମନକୁ ଜୟ କରି ପାରିବ। ଏଇ ଗୁଣ ଗୁଡ଼ିକ ଯଦି ନଥିବ, ତମେ ଯଦି ଏଇ ଗୁଣ ଗୁଡ଼ିକ ନଥିବ, ତମେ ଦୁଷ୍ଟ ହେଉଥିବ ବା ଖରାପ ଥିବ, ତମେ ରାଗୁଥିବ, କ୍ରୋଧ କରୁଥିବ, ଏ ଯେଉଁ କ୍ରୋଧ, ହିଂସା ଏସବୁ ଗୁଡ଼ିକ ହେଲା, ପରଶ୍ରୀ କାତରତା, ଚୋରି, ଏଗୁଡ଼ିକ ହେଲା ଖରାପ ଗୁଣ। ଏଇ ଖରାପ ଗୁଣ ଗୁଡ଼ିକ ତମେ ଯଦି ଧରିବ, ତମ ସଂସାରରେ କେହି ଭଲ ପାଇବେନି। କାହିଁକି ନା ସମସ୍ତେ କହିବେ ଏ ପିଲାଟା ଭଲ ନୁହେଁ, ଖରାପ ପିଲାଟେ। କିନ୍ତୁ ଯଦି ତମେ ସମସ୍ତଙ୍କୁ ଆଦର କରୁଥିବ ଏବଂ ଦୟା କରୁଥିବ, କ୍ଷମା କରୁଥିବ, ଏଇ ଗୁଡ଼ିକ ଯଦି ଥିବ, ତମେ ସ୍ନେହ ମମତାରେ ଭାରତର କୋଟି କୋଟି ଜନତା ତମକୁ ଆଦରି ନେବେ, କହିବେ ଏଇ ପିଲାଟି ଭଲ ପିଲା, ଏଇ ପିଲାଟି ସୁନା ପିଲା। ତେଣୁ ଏହି ଗୁଡ଼ିକ ମନରେ ଧରିବ। ଆଜି ସିନା ଛୋଟ ଆମେ କାଲି ବଡ଼ ହୋଇବୁ, ସରଳ ବିନୟ ଗୁଣେ ଦୁନିଆକୁ। ଆଜି ସିନା ଆମେ ଛୋଟ ହୋଇଛେ, ଦିନେ ବଡ଼ ହେବା। ତେଣୁ ଦେଖ, ଗୋଟେ ଚୋରକୁ ସମସ୍ତେ ଘୃଣା କରନ୍ତି, ଗୋଟେ ସତ୍ୟ, ସାଧୁ, ଏ ସନ୍ଥ ଏମାନଙ୍କୁ କାହିଁକି ଲୋକ ଭଲ ପାଆନ୍ତି? ନା ଏମାନଙ୍କ ନିକଟରେ ଦୟା, କ୍ଷମା, ପ୍ରୀତି ଗୁଣ ଥାଏ। କିନ୍ତୁ ଚୋର ନିକଟରେ ସେ ନଥାଏ। ତା ନିକଟରେ
ନଥିବାରୁ ତାକୁ ସମସ୍ତେ ଘୃଣା କରନ୍ତି। ତେଣୁ ତମେ କ'ଣ କରିବ, ଆଜି ସିନା ଛୋଟ ହେଇଛ, କାଲି ତୁମେ ବଡ଼ ହେବ, ବଡ଼ ମଣିଷ ହେବ, ଏ ଦେଶର ନାଗରିକ ହେବ। ତେଣୁ ଏ ଦେଶର ନାଗରିକ ହେବା ପାଇଁ କ'ଣ କରିବ ନା ସରଳ ବିନୟ ଗୁଣେ ସରଳ ଏବଂ ବିନୟ ହେଲେ ଯେ ବୃକ୍ଷଟା କ'ଣ ହୁଏ ନା ଉପରକୁ ଉଠିଥାଏ। ଯେ ବୃକ୍ଷରେ ଫଳ ଥାଏ ସେ କଦାପି ଉପରକୁ ମୁଣ୍ଡ ଟେକି ନଥାଏ, ତାହା ନହିଁ ଯାଇଥାଏ। କିନ୍ତୁ ଯେଉଁ ବୃକ୍ଷରେ ଫଳ ନଥାଏ ସେ ମୁଣ୍ଡ ଟେକିଥାଏ। ତେଣୁ ଯାହା ନିକଟରେ ଭଲ ଗୁଣ ଥିବ ସିଏ ସଦାସର୍ବଦା ନମ୍ର ଓ ବିନୟ ହୋଇଥିବ ଏବଂ ଦୁନିଆ ତାକୁ ଆପଣେଇ ନେବ। ସେ ଦୁନିଆକୁ ସମସ୍ତଙ୍କର ମନକୁ ମୋହି ନେବ। ଜନ୍ମ ମାଟି ମା ପାଇଁ ବୀର ପରି ଲଢ଼ିବୁ, ଆସୁ ଯେତେ ବାଧା ପଛେ ସତ୍ୟ ପଥେ ଚାଲିବୁ। ଆଉ ଜନ୍ମ ମାଟି ଏଇ ଆମେ ଏଇ ଜନ୍ମ ମାଟି ଆମ ହେଲା ଭାରତ। ଏଇ ଭାରତ ମାଟିରେ ଆମେ ଜନ୍ମଗ୍ରହଣ କରୁଛୁ। ଏଇ ମାଟିକି ଯେଉଁ ସେ ହେଉଛି ଆମର ମା। ଯେପରି ମା ଆମର ମା କ'ଣ କରେ ତମର ନା ତମର ଅଳି ଅର୍ଦ୍ଦଳି ସବୁ ସହ୍ୟ କରେ। ତମେ ମା କୋଡ଼ରେ ହଗି ଦିଅ, ମୁତି ଦିଅ, ଯାହା କର, ମା ରାଗେ ନାହିଁ। ତୁମକୁ ଯେପରି ଲାଳନ ପାଳନ ମା କରେ, ଛୋଟରୁ ବଡ଼ କରେ, ଠିକ୍ ସେହିପରି ଏଇ ଜନ୍ମ ମାଟି ମା ଆମକୁ ଛୋଟରୁ ବଡ଼ କରେ ଏବଂ ଆମକୁ ଲାଳନ ପାଳନ କରେ। ଆମେ ତା ଉପରେ ନାଚୁଛେ, କୁଦୁଛେ, ଖେଳୁଛେ, ବୁଲୁଛେ। ସେ କେବେ ରୁଷ ବା ଅଭିମାନ କରେ ନାହିଁ। ଠିକ୍ ସେଇଭଳି ଯେହେତୁ କରେ ନାହିଁ, ତେଣୁ ଆମେ କ'ଣ କରିବୁ, ତା ପାଇଁ ଲଢ଼ିବୁ। ଯେଭଳି ତୁମ ମାଆକୁ କେହି ଗାଳି ଦେଲେ ବା କେହି କହିଲେ ତୁମକୁ ବାଧା ହେଇଯାଏ, ତୁମେ କ'ଣ କର, ବାହାରି ପଡ଼। ଠିକ୍ ସେଇଭଳି ଏଇ ଭାରତ ମାଟି, ଏଇ ଜନ୍ମଭୂମି ମାଆକୁ ରକ୍ଷା କରିବା ପାଇଁ, ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଆମେ କ'ଣ କରିବା ନା ବୀର ଭଳି ଲଢ଼େଇ କରିବା ଏବଂ ତାକୁ ମଧ୍ୟ ରକ୍ଷା କରିବା। ଯେତେ ବାଧା ବିଘ୍ନ ଆସୁ ପଛେ, ବାଧା ପଛେ ଯେତେ ବାଧା ବିଘ୍ନ ଆସୁ ଆମେ ସତ୍ୟ ପଥରେ ଚାଲିବୁ। ଛୋଟବେଳୁ ଯେତେ ସବୁ ଭଲ କାମ କରିବୁ ତେବେ ଯାଇ ଦୁନିଆରେ ସୁନା ପିଲା ହେବୁ। ଆମେ ଯଦି ଏଇ ଛୋଟ ବେଳରୁ ଆମେ ଯଦି ଏଇଭଳି ଭଲ କାମ ନ କରିବା, ବଡ଼ ହେଲେ କଦାପି କରିପାରିବା ନାହିଁ। ଦେଖ ଯେତିକ ମହାପୁରୁଷମାନେ, ମଧୁବାବୁ କୁହ, ମହାତ୍ମା ଗାନ୍ଧୀ କୁହ, ଜବାହରଲାଲ ନେହେରୁ କୁହ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୁହ, ସେମାନେ ଛୋଟବେଳୁ କେମିତି ମଧୁବାବୁ ଯେତେବେଳେ ଯାଇଛନ୍ତି କ'ଣ ନା ସ୍କୁଲ ଯାଉଥାନ୍ତି, ସେତେବେଳେ ରାସ୍ତାଘାଟ କ'ଣ ହେଇଥିଲା ନା କାଦୁଅ ହେଉଥିଲା। ସେ କ'ଣ କରୁଥିଲେ ନା ଯାଇଛନ୍ତି, ତାଙ୍କ ଗୋଡ଼ ଖସି ଯାଇଛି, ପଡ଼ିଯାଇଛି, କାଦୁଅରେ ଯାଇଛନ୍ତି। ତାପରେ ତାଙ୍କୁ ଗୁରୁଜୀ ଦେଖି କହିଛନ୍ତି, ତୋତେ କାହିଁକି ତୋର ଏତେ ଡେରି ହେଲା, ତୁ ଏତେ ଡେରି କରି କ'ଣ ପାଇଁ ଆସିଲୁ? ଯେ ତାକୁ ସେ କହିଛି ଯେ ମୁଁ ଆସୁ ଆସୁ ବାଟେ ଆସୁ ଆସୁ ଗୋଡ଼ ଖସିଗଲା। ତେଣୁ ବାଟରେ ଆସୁ ଆସୁ ମୋ ଗୋଡ଼ ଖସିଗଲା, ମୁଁ କାଦୁଅରେ ପଡ଼ିଗଲି। ସେ ହେଉଛୁ ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ, ଡଉଲ ଡାଉଲ ଦେହଟି ତାହାର। ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ, ଚେହେରାଟି ତାର ଡଉଲ ଡାଉଲ, ବୁଦ୍ଧିରେ ସରିତା ହେବ କିଏ? ତାର ଏତେ ବୁଦ୍ଧି। ସେ କ'ଣ କରିଥିଲେ, ତାପରେ ପିଲାମାନଙ୍କୁ ନେଇ ଦଶହରା ଛୁଟିରେ ନେଇ ସଡ଼କ ତିଆରି କରିଥିଲେ। ତାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଛୋଟବେଳୁ ଏଇ କାର୍ଯ୍ୟ କରିଥିଲେ। ଦେଖ ଯେତେ ଆମର ମହାପୁରୁଷମାନେ ଛୋଟବେଳୁ କିଛି ନା କିଛି ଗୁଣରେ, ତେଣୁ ସେଇଥିପାଇଁ କୁହାଯାଇଛି ତୁଳସୀ ଦୁଇ ପତ୍ରରୁ ବାସେ, ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ। ତେଣୁ ତୁଳସୀ ଗୋଟିଏ ପତ୍ର ଆଣିଲେ ମଧ୍ୟ ସେ ବାସନା ନିଶ୍ଚିତ ହେବ। ତେଣୁ ଯିଏ ସୁମଣିଷ ସେ ଛୋଟବେଳୁ କ'ଣ କରିବ ନା ଭଲ କାମ କରିବ। ତୁମେ ସେଇଭଳି ଛୋଟବେଳୁ ଭଲ ସବୁ କାମ କରିବ, ତେବେ ଯାଇ ତୁମେ ଏ ଦୁନିଆରେ ଜଣେ ସୁନା ପିଲା ବା ଆଦର୍ଶ ପିଲା ହୋଇ ଗଠନ ହୋଇପାରିବ। ଇଏ ଗଲା ଆମର କ'ଣ ଶବ୍ଦ, ଏଇ ଯେଉଁ ଆମେ ସବୁ ସୁନା ପିଲାର ଆକ୍ଷରିକ ଅର୍ଥ। ତେଣୁ ତୁମେମାନେ ମଧ୍ୟ ସେଇଭଳି ସୁନା ପିଲା ହେବ, କଦାପି
ଦୁଷ୍ଟ ପିଲା ହେବ ନାହିଁ। ତମେ ଦୁନିଆରେ ଜଣେ ବଡ଼ ମଣିଷ ହେଇପାରିବ। ତେଣୁ ଯିଏ କଥାରେ କହୁଛି ଆଜିର ଯେ ଛୋଟ ପିଲା କାଲି ସେ ଭବିଷ୍ୟତର ନାଗରିକ। ତେଣୁ ସେଇ ଯଦି ଛୋଟବେଳୁ ତମେ ଆଦର୍ଶରେ ଗଢ଼ି ଉଠିବ, ଭବିଷ୍ୟତ ତମର ଉଜ୍ଜଳମୟ ହେବ। ଦେଶ ମଧ୍ୟ ଉଜ୍ଜଳମୟ ହୋଇ ଉଠିବ। ତେଣୁ ସବୁବେଳେ ଛୋଟ ପିଲା ନା ଭଲ ପିଲା ହେବା ପାଇଁ ଚେଷ୍ଟା କରିବ। ସବୁବେଳେ ସୁନା ପିଲା ହେବା ପାଇଁ ଚେଷ୍ଟା କରିବ। ତାପରେ ଏଇ ଶବ୍ଦରେ ଥିବା କେତେ ଆମର ଶବ୍ଦର ଅର୍ଥ ମୁଁ ଲେଖୁଛି, ତମେମାନେ ଲେଖ। ଏଥିରେ ବିଶେଷ ଆଉ ଆମର କଠିନ ଶବ୍ଦ ନାହିଁ। ସାଦରେ ହେଲା ଆଦରରେ, ଏଠି ହେଲା କଠିନ ଶବ୍ଦ, ଆଉ ଏତେ କଠିନ ଶବ୍ଦ ନାହିଁ। ତେଣୁ ଆର କିଛି ମୁଁ ଲେଖୁଛି ବିପରୀତ ଶବ୍ଦ। ମାନେ ଶବ୍ଦ ଅର୍ଥ ହେଲା କଳି, କଢ଼, ଜଗତ, ପୃଥିବୀ, ସାରା ପୃଥିବୀ ଓ ଦୁନିଆ।
ଲୋଡ଼ା ଦରକାର ଆନ ଅନ୍ୟ ସାଦରେ ଆଦରରେ। ବିପରୀତ ଶବ୍ଦ ହେଲା ସାନ ବଡ଼, ଲୋଡ଼ା ଅଲୋଡ଼ା, ମିଠା ଖଟା, ଖୁସି ଦୁଃଖ, ଛୋଟ ବଡ଼, ସରଳ ଜଟିଳ। ଏହି ପଦ୍ୟରେ ଥିବା ବହିରେ ଥିବା ଏଗୁଡ଼ିକ ବିପରୀତ ଶବ୍ଦ ଏବଂ ଶବ୍ଦର ଅର୍ଥ। ତେଣୁ ଆମେ ସବୁ ସୁନା ପିଲା ବିଷୟଟିକୁ ପଢ଼ିଲୁ ଏବଂ ତାର ଅର୍ଥ ଜାଣିଲୁ। ପରବର୍ତ୍ତୀ ପିରିୟଡ଼ରେ ମୁଁ ତୁମକୁ ତାର ଅଭ୍ୟାସ କାର୍ଯ୍ୟ କରିବି। ସେତେବେଳେ ବିଦାୟ ନେଉଛି। ବନ୍ଦେ ମାତରମ୍।